अजित पवार स्थान ग्रहण करेंगे एही राज्यसभा सदस्य। गुरुत्वपूर्ण विभागर दायित्व ग्रहण करेंगे नूतन उपमुख्यमंत्री। अजित पवार हाथ में थिला अर्थ, अबकारी एवं क्रीड़ा विभागर दायित्व। दलर 3 वरिष्ठ नेता मुख्यमंत्री को तांको बासभवन में जणाइथिले दाबी। 28/1/2026 यह सही दिन थिला जेबे महाराष्ट्र उपमुख्यमंत्री अजित पवार बा अजित अनंतराव पवार निजर शेष निश्वास नहीं। महाराष्ट्र उपमुख्यमंत्री एवं एनसीपी मुख्य अजित पवार विमान दुर्घटना परलोक घटिथिला। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରାମତୀରେ ଘଟିଥିବା ବେଳେ ବିମାନଟି ବାରାମତୀରେ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଏହା ଅଜିତ ପୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା। ସେ ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ସାଧାରଣ ନିର୍ବାଚନ ପାଇଁ ତାଙ୍କ ପ୍ରଚାରର ଅଂଶ ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ବୁଧବାର ବାରାମତୀ ତାଲିକାରେ ବିଭିନ୍ନ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମରେ ଯାଉଥିଲେ। ପୱାରଙ୍କ ଅନ୍ତିମ ସଂସ୍କାର ସମୟରେ ଅଜିତ ଦାଦା ଅମର ରହେ ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହେଉଥିଲା। ଏନେ ଅଜିତ ପୱାରଙ୍କ ପରଲୋକ ପରେ ଦଳ ମଧ୍ୟରେ କ୍ଷମତା ଲଢ଼େଇ ଆରମ୍ଭ ହୋଇଥିଲା। ଫଳରେ ଅଜିତ ପୱାରଙ୍କ ପତ୍ନୀ ସୁନେତ୍ରା ପୱାରଙ୍କୁ ଅଜିତଙ୍କ ପଦ ମିଳୁ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ଏବେ ସୁନେତ୍ରା ରାଜ୍ୟସଭା ସଦସ୍ୟ ଅଛନ୍ତି। ସୁନେତ୍ରାଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳକୁ ଆଣିବା ଲାଗି ଜନସାଧାରଣ ଚାହୁଁଥିବା ବରିଷ୍ଠ ନେତା ତଥା ମହାରାଷ୍ଟ୍ର ଏଫ୍ଡିଏ ମନ୍ତ୍ରୀ ନରହରି ଜିୱାଲ କହିଛନ୍ତି। ସମ୍ଭବତଃ ସୁନେତ୍ରା ଅଜିତଙ୍କ ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କେତେକ ସୂତ୍ରରୁ କୁହାଯାଇଥିଲା। ତେବେ ବର୍ତ୍ତମାନ ଏ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପୱାର। ଆଜି ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ନିଧନ ହେବା ପରେ ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଏନସିପି ପକ୍ଷରୁ ଜୋରଦାର ଦାବି କରାଯାଇଥିଲା। शुक्रवार दलर 3 वरिष्ठ नेता छगन भुजबल, प्रफुल्ल पटेल एवं सुनील तटकरे मुख्यमंत्री देवेंद्र फडणवीस को तांको बासभवन रे भेटी ए संपर्क में दाबी जणाइथिले। सुनेत्रा को उपमुख्यमंत्री करी तांको गुरुत्वपूर्ण विभागर दायित्व देबाको मध्य सेमाने कहिथिले। अजित पवार महायुति मेंट सरकार रे उपमुख्यमंत्री रहिबा सहित तांको हाथ में अर्थ, अबकारी एवं क्रीड़ा आदि प्रमुख विभागर दायित्व रहिथिला। ସେହି ଅନୁସାରେ ସୁନେତ୍ରାଙ୍କୁ ଦାୟିତ୍ୱ ଦେବାକୁ ଏହି ନେତାମାନେ ଫଡନାବିସ୍ଙ୍କ ନିକଟରେ ଦାବି କରିଥିଲେ। ସୁନେତ୍ରାଙ୍କୁ ନେଇ ତାଙ୍କ ଦଳ ଯେଉଁ ନିଷ୍ପତ୍ତି ନେବ ତାହାକୁ ସମ୍ମାନର ସହ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଗଣମାଧ୍ୟମକୁ ସୂଚନା ଦେବା ପରେ ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେଉଥିବା ନିଶ୍ଚିତ ହୋଇଯାଇଛି। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।